Good morning, my dear student. Welcome to virtual class Sundargarh. I am Anita Grestiga, assistant teacher from Government Upper Primary School, Bhandari Sakra, Block Balisankra, District Sundargarh. ପିଲାମାନେ ଆଜିକାର ପାଠ୍ୟକ୍ରମରେ ଅଷ୍ଟମ ଶ୍ରେଣୀର ଇତିହାସ ଓ ରାଜନୀତି ବିଜ୍ଞାନ ବହିର ଷଷ୍ଠ ଅଧ୍ୟାୟ ପେଜ ନମ୍ବର 49 ଟପିକ୍ ହେଉଛି ଆମେରିକା ଓ ୟୁରୋପରେ ଜାତୀୟବାଦୀ ଆନ୍ଦୋଳନ ଓ ବିପ୍ଳବ ବିଷୟରେ ଆଜି ଆମେ ପଢ଼ିବା। ପିଲାମାନେ ତୁମେମାନେ ଜାଣିଛ ଯେ ଆମେ ଓଡ଼ିଶାରେ ଆମ ଦେଶରେ ଅନେକ ସଂଗ୍ରାମୀମାନେ ଆମ ଦେଶକୁ ଲଢ଼ି ଶହୀଦ ହୋଇଛନ୍ତି। ତ ଆଜି ଆମେରିକା ମହାଦେଶର ସ୍ୱାଧୀନ ସଂଗ୍ରାମ ବିଷୟରେ ପଢ଼ିବା। ଚାଲ ସ୍ମାର୍ଟ ବୋର୍ଡକୁ ଯିବା। ଆମେରିକା ସ୍ୱାଧୀନ ସଂଗ୍ରାମର ପୃଷ୍ଠଭୂମି ଏଇଟା ହେଉଛି ଆମର ୟୁନାଇଟେଡ୍ ଷ୍ଟେଟ୍ ଅଫ୍ ଆମେରିକା। ଆମେ ଏଇଠାରେ ଦେଖିବା, ତାହାକୁ ଆମେ ଇଂରାଜୀରେ ୟୁନାଇଟେଡ୍ ଅଫ୍ ଷ୍ଟେଟ୍ ଆମେରିକା ବୋଲି କୁହାଯାଏ। କିନ୍ତୁ ଆମେ ଆମେରିକାର ସ୍ୱାଧୀନ ସଂଗ୍ରାମ ପୃଷ୍ଠଭୂମି ବିଷୟରେ ଆମେ ଯିବା। এই ଚିତ୍ରଟି ହେଉଛି ଆମର ୟୁନାଇଟେଡ୍ ଷ୍ଟେଟ୍ ଅଫ୍ ଆମେରିକା। ଏଠାରେ এই ଫଟୋଟିକୁ ଦେଖ, ଚିତ୍ରକୁ। ଏ ହେଉଛନ୍ତି କଲମ୍ବସ୍। କଲମ୍ବସଙ୍କର ଆମେରିକା ଆବିଷ୍କାର ପରେ ୟୁରୋପୀୟ ମାନେ ସେହି ନୂତନ ଭୂଖଣ୍ଡରେ ବସତି ସ୍ଥାପନ କରିବାକୁ ଚେଷ୍ଟା କଲେ। ଯେତେବେଳେ କଲମ୍ବସ୍ ଆମେରିକା ଆବିଷ୍କାର ପରେ ୟୁରୋପୀୟ ମାନେ ସେହି ନୂତନ ଭୂଖଣ୍ଡରେ ବସତି ସ୍ଥାପନ କରିବାକୁ ଚେଷ୍ଟା କଲେ ଏବଂ ତାପରେ 1920 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ ଥିଲେ। ଦେଖ, এই ଚିତ୍ରଟିକୁ ଦେଖ। ଏ ହେଉଛନ୍ତି ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ। ସେ 1920 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ ଥିଲେ ଏବଂ ସେହି ସମୟରେ ପ୍ରୋଟେଷ୍ଟାଣ୍ଟ ମତବାଦୀ ମାନଙ୍କୁ ଉପେକ୍ଷା କରୁଥିଲେ। এই ଚିତ୍ରଟିକୁ ଦେଖ, ଏମାନେ ହେଉଛନ୍ତି ପ୍ରୋଟେଷ୍ଟାଣ୍ଟ ମତବାଦୀ ମାନେ। ତଳେ ପ୍ରୋଟେଷ୍ଟାଣ୍ଟ ମତବାଦୀ ମାନେ ମେଫ୍ଲାୱାର ନାମକ ଏକ ଜାହାଜରୁ ଆସି ମାସାଚୁସେଟ୍ସ ଠାରେ ଅବତରଣ କଲେ ଓ ବସତି ସ୍ଥାପନ କଲେ। ସେମାନଙ୍କୁ କ'ଣ କୁହାଗଲା? ପିଲଗ୍ରିମ ଫାଦର କୁହାଗଲା। এই ଚିତ୍ରଟିକୁ ଦେଖ। এই ଚିତ୍ର ହେଉଛି ଗୋଟିଏ ଜାହାଜ। ସେ ଆସି କେଉଁଠାରେ ପହଞ୍ଚିଲେ? ଏଇଠି। ତାର ନାମ ହେଲା ମାସାଚୁସେଟ୍ସ। ସେମାନେ ସେଠାରେ କ'ଣ କଲେ? ବସତି ସ୍ଥାପନ କଲେ ଏବଂ ଏହି ପ୍ରୋଟେଷ୍ଟାଣ୍ଟ ମତବାଦୀଙ୍କର ଜାହାଜର ନାମ କ'ଣ ଥିଲା? ମେଫ୍ଲାୱାର ନାମକ ଜାହାଜର ନାମ କ'ଣ ଥିଲା? ମେଫ୍ଲାୱାର। ଆଉ ସେମାନେ କେଉଁଠାକୁ ପହଞ୍ଚିଲେ? ମାସାଚୁସେଟ୍ସ ଠାରେ ସେ ଅବତରଣ କରିଥିଲେ। ଆଉ ସେମାନଙ୍କୁ କ'ଣ କୁହାଗଲା? ପିଲଗ୍ରିମ ଫାଦର କୁହାଗଲା। ଆଉ ସେଠାରେ ଉତ୍କୃଷ୍ଟ ଧରଣର এই ଚିତ୍ରଟିକୁ ଦେଖ। এইଟା ହେଉଛି କ'ଣ? ଧୂଆଁପତ୍ର। এইଟା ହେଲା ଉତ୍କୃଷ୍ଟ ଧରଣର ଧୂଆଁପତ୍ର, ତୁଲା, ଝୋଟ। এইଟା ହେଲା ତୁଲା ଏବଂ এইଟା ହେଲା ଝୋଟ। ଚାଷ କରି ସେମାନେ ଉନ୍ନତ ଜୀବନ ଯାପନ ସେମାନେ କଲେ। ତ
ତାପରେ ସେମାନେ ଅନ୍ୟ ବହୁ ସଂଖ୍ୟକ ଇଂରେଜ ମାନେ ଦେଖ এই চিত্রটিକୁ ଦେଖ ପରେ ଅନ୍ୟ ବହୁ ସଂଖ୍ୟକ ଇଂରେଜ ମାନେ ଆମେରିକା ପହଞ୍ଚି ତୁଲା ପଶମ ଚିନି ଝୋଟ ତମାଖୁ ଆଦି ଲାଭଜନକ ବ୍ୟବସାୟ କଲେ। କଣ କଣ ବ୍ୟବସାୟ କଲେ ଆମେରିକାରେ ପହଞ୍ଚି କରି ସେମାନେ? ତୁଲା ପଶମ ଚିନି ଝୋଟ ଏବଂ ତମାଖୁ ଆଦି ଲାଭଜନକ ବ୍ୟବସ୍ଥା କଲେ। କିଏ ମାନେ? ଇଂରେଜ ମାନେ। এই ଚିତ୍ରଟିକୁ ଦେଖ ସେମାନେ ହେଉଛନ୍ତି ଇଂରେଜ। এইটা হচ্ছে আমার ঝোট ସେମାନେ କଣ ଚାଷ କଲେ? ଝୋଟ ଚାଷ। ତାପରେ এইটা ହେଲା ତମାଖୁ। ତାପରେ ସେମାନେ କାଲକ୍ରମେ ଇଂରେଜ ମାନେ କେଉଁଠାରେ ପହଞ୍ଚିଲେ? ଆଟଲାଣ୍ଟିକ ଉପକୂଳ ପାଖରେ। এইটা হচ্ছে আটলান্টিক মহাসাগর। তারপরে সেখানে 13 গোটি উপনিবেশ স্থাপন করে স্থায়ী বসতি স্থাপন কলে। ସେମାନେ ଆଟଲାଣ୍ଟିକ ମହାସାଗର ଉପକୂଳରେ କେତୋଟି ଉପନିବେଶ ସ୍ଥାୟୀ ବସତି ସ୍ଥାପନ କଲେ? 13 ଗୋଟି। ତାପରେ ସେଠାରେ ୟୁରୋପର ଅନ୍ୟାନ୍ୟ ଦେଶରେ ଅଧିବାସୀ ଥିଲେ ଏବଂ ଇଂରେଜ ମାନଙ୍କ ସଂଖ୍ୟା ଅଧିକ ଥିଲା ଏବଂ ସେମାନେ ଇଂଲଣ୍ଡକୁ ମାତୃଦେଶ ଓ ଉପନିବେଶ ମନକୁ ତାର କନ୍ୟା ରୂପେ ଗ୍ରହଣ କରୁଥିଲେ। ସେମାନେ ଇଂଲଣ୍ଡକୁ ମାତୃଦେଶ ଏବଂ ଉପନିବେଶ ମନକୁ ତାର କନ୍ୟା ରୂପେ ସେମାନେ ଗ୍ରହଣ କରୁଥିଲେ। ତାପରେ ଉପନିବେଶ ଗୁଡିକ ଇଂଲଣ୍ଡର ପାର୍ଲାମେଣ୍ଟର ଆଇନ ଅନୁସାରେ ପରିଚାଳିତ ହେଲା। ଏହି ଉପନିବେଶ ଗୁଡିକ ଉପରେ ଇଂଲଣ୍ଡ ସରକାର ସାର୍ବଭୌମତ୍ୱ ମଧ୍ୟ ହୋଇଥିଲା। ତାପରେ ଆଟଲାଣ୍ଟିକ ମହାସାଗର ଯୋଗୁଁ ଇଂରେଜ ସରକାରଙ୍କ ଉପନିବେଶ ଗୁଡିକର ସମସ୍ୟା ବୁଝିବାକୁ ଅସମର୍ଥ ହୋଇଥିଲେ। ତଥାପି ଆର୍ଥିକ ଲାଭ ଏବଂ ସେମାନଙ୍କୁ ଦୃଷ୍ଟି ରଖି ଉପନିବେଶ ଗୁଡିକ ଉପରେ ନିଜର ମାଲିକାନା ଜାରି ରଖିଥିଲେ। ତାପରେ ଏହି ଉପନିବେଶ ଗୁଡିକର ସ୍ୱାର୍ଥକୁ ଦୃଷ୍ଟି ଦେଇ ନଥିଲେ, ତେଣୁ ବିଦ୍ରୋହର ସୂତ୍ରପାତ ହୋଇଥିଲା। ତାପରେ ସଂଗ୍ରାମର ବିଭିନ୍ନ କାରଣ ଥିଲା। এই 5ଟି କାରଣର ମୁଖ୍ୟ ଥିଲା। ନମ୍ବର 1 ରେ ଉପନିବେଶ ଗୁଡିକର ତ୍ରୁଟିପୂର୍ଣ୍ଣ ଶାସନ ପଦ୍ଧତି ଏବଂ ଏକଚାଟିଆ ବାଣିଜ୍ୟ ନୀତି ଏବଂ ଷ୍ଟାମ୍ପ ଆଇନ ପ୍ରଣୟନ। ତାପରେ କର ଧାର୍ଯ୍ୟ ବୋଷ୍ଟନ ଚା ସଂଘର୍ଷ। এই 5ଟି ତାଙ୍କର ସଂଗ୍ରାମର ବିଭିନ୍ନ କାରଣ ଥିଲା। ଦେଖ ପିଲାମାନେ, ଆମେରିକାର ସଂଗ୍ରାମ ମାନଙ୍କର ବିଭିନ୍ନ କାରଣ ରହିଥିଲା। କଣ ରହିଥିଲା? ନମ୍ବର 1 ରେ ଉପନିବେଶ ଗୁଡିକରେ ତ୍ରୁଟିପୂର୍ଣ୍ଣ ଶାସନ ପଦ୍ଧତି, 2 ରେ ଏକଚାଟିଆ ବାଣିଜ୍ୟ ନୀତି, 3 ରେ ଷ୍ଟାମ୍ପ ଆଇନ ପ୍ରଣୟନ ଏବଂ 4 ରେ କର ଧାର୍ଯ୍ୟ ଏବଂ 5 ରେ ବୋଷ୍ଟନ ଚା ସଂଘର୍ଷ। ଦେଖିବା 1 ନମ୍ବର ଉପନିବେଶ ଗୁଡିକର ତ୍ରୁଟିପୂର୍ଣ୍ଣ ଶାସନ ପଦ୍ଧତି। ଉପନିବେଶର ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ। ସେମାନଙ୍କର ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ ଏବଂ ଗଭର୍ଣ୍ଣର ଇଂଲଣ୍ଡର ରାଜାଙ୍କର ଜଣେ ପ୍ରତିନିଧି ଭାବରେ ଅବସ୍ଥାପିତ ହେଉଥିଲା। ଗଭର୍ଣ୍ଣର ଇଂଲଣ୍ଡର ରାଜାଙ୍କର ଜଣେ ପ୍ରତିନିଧି ଭାବରେ ସେ ସ୍ଥାପିତ ହେଉଥିଲେ। ତାପରେ ତାଙ୍କର ବେତନ ଉପନିବେଶ ରାଜକୋଷରୁ ଦିଆଯାଉଥିଲା। କେଉଁ କୋଷରୁ ଦିଆଯାଉଥିଲା? ରାଜକୋଷରୁ ଦିଆଯାଉଥିଲା। ତାପରେ ଏହାକୁ ଉପନିବେଶର ପ୍ରତିନିଧି ସଭା ମଞ୍ଜୁରୀ କରୁଥିଲେ।
तापरे उपनिवेश अधिवासी मान मध्य सभार सभ्य मान होउथिले एही प्रतिनिधि सभा कर आदाय आईन प्रणयन इत्यादि बहु दायित्वपूर्ण कार्य संपादन करुथिला किंतु तांकर स्वाधीनता नथिला। एही सभारे कर आदाय आईन प्रणयन इत्यादि बहु दायित्वपूर्ण कार्य संपादक करुथिला किंतु तांकर स्वाधीनता नथिला। फलरे गवर्नर और प्रतिनिधिमूलक संस्था मध्य मतभेद देखा देला एवं अनेक प्रकार विवाद देखा देला। तेणु उपनिवेशर अधिवासी माने संग्राम पाई पुणी आगबर हेले। तापरे नंबर 2 एक चाटिया वाणिज्य नीति। देख इंग्लैंड जो सब पदार्थ उत्पादित होता ताहा केवल अमेरिका इंग्लैंड को नियाजिब। तेणु इंग्लैंड जहाज व्यतीत अन्य देशर जहाज रे मालपत्र नेबा आनिबा हेई पारिबो नाही। उपनिवेशकारी माने तमाखु कपा चीनी प्रभृति द्रव्य इंग्लैंड व्यतीत अन्य देश को रप्तानी करिवे नाही एवं लौह कार्पास शिल्प एटा देख लौह एवं कार्पास शिल्प गुडी फोटो। तापरे से माने उपनिवेश रे स्थापन करा जाई पारिबो नाही बोली से माने कहिले। तापरे उपनिवेशर आर्थिक उन्नति प्रति दृष्टि न देबारु अर्थनीति अति दुर्बल होई पड़िला। देख पिला माने एठारे इंग्लैंड रे जो सब पदार्थ उत्पादित होउथिला ताहा केवल अमेरिका रु से इंग्लैंड को निया जिवो। तापरे इंग्लैंड जहाज व्यतीत अन्य देशर जहाज रे मालपत्र नेबा आनिबा होई पारिबो नाही बोली से माने अतर रखिले। एवं उपनिवेशिकारी माने तमाखु कपा चीनी प्रभृति द्रव्य इंग्लैंड व्यतीत अन्य देश को रप्तानी करि पारिबे नाही बोली कहिले। 3 नंबर स्टाम्प आईन प्रणयन। एटा हमर एई चित्रटी को देखो हमर कोन टिकट स्टाम्प। तापरे से माने 1765 ख्रीष्टाब्द रे स्टाम्प आईन प्रणयन करागला। आ इंग्लैंड और फ्रांस मध्य 7 वर्ष युद्ध हैला। देखो पिला माने स्टाम्प आईन प्रणयन केबे हितला 1765 ख्रीष्टाब्द रे एवं इंग्लैंड और फ्रांस मध्य से 7 वर्ष युद्ध लगी रही थिला। एही आईन अनुजाई जमी किणा बिका दलिल दस्तावेज दानपत्र आदान प्रदान रे निर्धारित मूल्य रे स्टाम्प लगा जीव बोली से माने कहिले। एही आईन अनुजाई कोन रे लागिबो जमी किणा बिका दलिल दस्तावेज दानपत्र आदान प्रदान रे निर्धारित मूल्य रो स्टाम्प लगा जीवो। एवं सेही स्टाम्प रो मूल्य के पाइबे इंग्रेज सरकार पाइबे। आउ एही आईन प्रणयन सभारे उपनिवेशर कोनोसी सभ्य नथिले कोनोसी लोक माने बा सभ्य नथिले। तेणु आंदोलन पुणी जारी करिथिले। एही आईन प्रणयन समय उपनिवेशर कोनोसी सभ्य नथिले एवं सभ्य नथिले तेणु आंदोलन पुणी जारी रहिथिले। 4 नंबर हैला कर धार्य। इंग्लैंड रा मंत्री मंडल स्टाम्प आईन बदल रे काच कागज
ରଙ୍ଗ ଚା ପ୍ରଭୃତିରେ ଆମଦାନୀ କର ବସେଇଲେ। ଦେଖ ଏଇ ଚିତ୍ରଟିକୁ ଦେଖ, ଏଇଟା ହେଲା କାଚ, ଏଇଟା କାଗଜ, ଏଇଟା ରଙ୍ଗ, ତାପରେ ପ୍ରଭୃତି ଆମଦାନୀ ଚା କଫି ଏସବୁ ଆମଦାନୀ କର ସେଠାରେ କଣ କଲେ? ବସେଇଲେ। କଣ କଣ ସେମାନେ ଷ୍ଟାମ୍ପ ବଦଳରେ କର ଧାର୍ଯ୍ୟ କଲେ? ଇଂଲଣ୍ଡର ମନ୍ତ୍ରିମଣ୍ଡଳ ଷ୍ଟାମ୍ପ ଆଇନ ବଦଳରେ ସେମାନେ କଣ କଣରେ କଲେ? କାଚ, କାଗଜ, ରଙ୍ଗ ବା ଚା ପ୍ରଭୃତିରେ ଆମଦାନୀ କର ବସେଇଲେ। ତାପରେ ଏହା ଯୋଗୁଁ ପୁଣି ଉପନିବେଶରେ ଅସନ୍ତୋଷ ଦେଖାଦେଲା। ଏହା ଯୋଗୁଁ ଇଂଲଣ୍ଡର ସରକାର ଅନ୍ୟ ସବୁ ଜିନିଷ ଉପରୁ କର ଉଠାଇ ଦେଲେ, କିନ୍ତୁ ଚା ଉପରୁ କର ଉଠେଇଲେ ନାହିଁ। କେଉଁଠାରେ କର ଉଠେଇଲେ ନାହିଁ? କଣ ମୂଲ୍ୟବାନ ପଦାର୍ଥରେ କର ଉଠେଇଲେ ନାହିଁ? ଚା। ତାପରେ ଏହାକୁ ଭିତ୍ତି କରି ଉପନିବେଶର ଅଧିବାସୀ ମାନେ ଚା ବର୍ଜନ। ଦେଖ 5 ନମ୍ବର ହେଲା ବୋଷ୍ଟନ ଚା ସଂଘର୍ଷ। ଚା ଉପରେ କର ପ୍ରତ୍ୟାହାର ନ କରିବାରୁ 1773 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରୁ ଆସୁଥିବା ଏକ ଚା ବୋଝେଇ ଜାହାଜ ମାସାଚୁସେଟ୍ସ ଠାରେ ବୋଷ୍ଟନ ବନ୍ଦର ପହଞ୍ଚିଥିଲା। ଦେଖ ଚା ଉପରେ କର ପ୍ରତ୍ୟାହାର ନ କରିବାରୁ କେତେ ଖ୍ରୀଷ୍ଟାବ୍ଦରେ? 1773 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରୁ ଆସୁଥିବା ଏକ ଚା ବୋଝେଇ ଜାହାଜ ମାସାଚୁସେଟ୍ସର ବୋଷ୍ଟନ ବନ୍ଦରରେ ପହଞ୍ଚିଥିଲା। ଏଇଟା ହଉଛି ଦେଖ ଚା ବୋଝେଇ ଜାହାଜ, ସେ କେଉଁଠାରେ ପହଞ୍ଚିଥିଲା? ମାସାଚୁସେଟ୍ସ ଠାରେ ବନ୍ଦରରେ ପାଖରେ ସେ ପହଞ୍ଚିଥିଲା। ଏବଂ ଆନ୍ଦୋଳନକାରୀ ମାନେ ଲୋହିତ ଭାରତୀୟଙ୍କ ଛଦ୍ମବେଶ ଧରି ଜାହାଜ ମଧ୍ୟରେ କଣ କଲେ? ପ୍ରବେଶ କଲେ। କେଉଁମାନେ ଜାହାଜରେ ପ୍ରବେଶ କରିଥିଲେ? ଲୋହିତ ଭାରତଙ୍କ ଛଦ୍ମବେଶ ଧରି ଜାହାଜ ମଧ୍ୟରେ ପ୍ରବେଶ କଲେ। କେ ମାନେ? ଆନ୍ଦୋଳନକାରୀ ମାନେ। ତାପରେ ସେଠାରେ ଶହ ଶହ ଚା ପେଟିକୁ ସମୁଦ୍ର ମଧ୍ୟରେ ନିକ୍ଷେପ କଲେ। ଏହାକୁ ବୋଷ୍ଟନ ଟି ନାମରେ ବର୍ଣ୍ଣନା କରାଯାଏ। ଏଇ ବନ୍ଦରରେ କଣ କଲେ? ପୁରା ଶହ ପେଟି ଚାକୁ ସମୁଦ୍ର ମଧ୍ୟରେ କଣ କଲେ? ନିକ୍ଷେପ କଲେ। ତାକୁ କଣ କୁହାଯାଏ? ବୋଷ୍ଟନ ଟି ନାମରେ ବର୍ଣ୍ଣନା କରାଯାଇଅଛି। ଆଉ ସେହି ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଆଇନ ପ୍ରଣୟନ କରି ବୋଷ୍ଟନ ବନ୍ଦରକୁ ବନ୍ଦ କରିଦେଇଥିଲେ। କିଏ ବନ୍ଦ କରିଦେଇଥିଲେ? ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଆଇନ ପ୍ରଣୟନ କରି ବୋଷ୍ଟନ ବନ୍ଦରକୁ ବନ୍ଦ କରିଦେଇଥିଲେ। ଏଇଟା ହେଲା ଆମର 5 ନମ୍ବର କାରଣ। ତ ପିଲାମାନେ ଏଇ ପାଠଟିକୁ ବୁଝିନେଲେ ଆମର ଏଇ କଲମ୍ବସ ଆମେରିକାର ଆବିଷ୍କାର ପରେ ୟୁରୋପରେ ସେହି ନୂତନ ଭୂଖଣ୍ଡରେ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ ଏବଂ 1920 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ ଥିଲେ। ତାପରେ ସେ ପ୍ରୋଟେଷ୍ଟାଣ୍ଟ ମତବାଦୀ ମାନଙ୍କୁ ଉପେକ୍ଷା କରୁଥିଲେ। ତାପରେ ପ୍ରୋଟେଷ୍ଟାଣ୍ଟ ମତବାଦୀ ମାନେ ମେ ପାୱାର ନାମକ ଏକ ଜାହାଜରେ ଆସି ମାସାଚୁସେଟ୍ସ ଠାରେ ଅବତରଣ କଲେ ଏବଂ ସ୍ଥାୟୀ ବସତି ସ୍ଥାପନ କଲେ। ସେମାନଙ୍କୁ କଣ କୁହାଗଲା? ପିଲଗ୍ରିମ ଫାଦର କୁହାଗଲା। ତାପରେ ସେମାନେ ଆମେରିକାରେ ଉତ୍କୃଷ୍ଟ ଧରଣର ଧୂଆଁପତ୍ର, ତୁଲା, ଝୋଟ ଚାଷ କରି ଉନ୍ନତ ଜୀବନ ଯାପନ ସେମାନେ କଲେ। ତାପରେ
ଅନ୍ୟ ବହୁ ସଂଖ୍ୟକ ଇଂରେଜ ମାନେ ଆସି ଆମେରିକାରେ ତୁଲା, ପଶମ, ଚିନି, ଝୋଟ, ତମାଖୁ ଆଦି ଲାଭଜନକ ବ୍ୟବସାୟ କଲେ। କାଲକ୍ରମେ ଇଂରେଜ ମାନେ ଆଟଲାଣ୍ଟିକ ଉପକୂଳକୁ 13 ଗୋଟି ଉପନିବେଶ ସ୍ଥାପନ କରି ସ୍ଥାୟୀ ବସତି ସ୍ଥାପନ କଲେ ଏବଂ ସେଠାରେ ୟୁରୋପୀୟ ଅନେକ ଦେଶର ଅଧିବାସୀ ଥିଲେ ଏବଂ ଇଂରେଜ ମାନଙ୍କ ସଂଖ୍ୟା ଅଧିକ ଥିଲା। ଇଂଲଣ୍ଡକୁ ସେମାନେ ମାତୃଦେଶ ଓ ଉପନିବେଶ ମନକୁ ତାର କନ୍ୟା ରୂପେ ଗ୍ରହଣ କରୁଥିଲେ ଏବଂ ଉପନିବେଶ ଗୁଡିକର ଇଂଲଣ୍ଡ ପାର୍ଲାମେଣ୍ଟର ଆଇନ ଅନୁସାରେ ପରିଚାଳିତ ହେଇଥିଲା। ତାପରେ ଉପନିବେଶ ଗୁଡିକ ଉପରେ ଇଂଲଣ୍ଡ ସରକାର କାଣା କଲେ ସାର୍ବଭୌମତ୍ୱ ଥିଲା। ତାପରେ ଆଟଲାଣ୍ଟିକ ମହାସାଗର ଯୋଗୁଁ ଇଂରେଜ ସରକାର ଉପନିବେଶ ଗୁଡିକର ସମସ୍ୟା ବୁଝିବାକୁ ଅସମର୍ଥ ହେଉଥିଲେ। ତଥାପି ଆର୍ଥିକ ଲାଭ ଦୃଷ୍ଟିରୁ ଉପନିବେଶ ଗୁଡିକ ଉପରେ ନିଜର ମାଲିକାନା ଜାରି ରଖିଥିଲେ। ତାପରେ ସେଗୁଡିକର ଉପନିବେଶ ଗୁଡିକର ସ୍ୱାର୍ଥ ଦୃଷ୍ଟି ଦେଉନଥିଲେ, ତେଣୁ ବିଦ୍ରୋହର ସୂତ୍ରପାତ ହେଇଥିଲା। ଆଉ ତାଙ୍କର ମୁଖ୍ୟ 5ଟି କାରଣ ଥିଲା। ସଂଗ୍ରାମର ବିଭିନ୍ନ କାରଣ ଥିଲା 5ଟି। ସେଗୁଡିକ ହେଲା 1ରେ ଉପନିବେଶ ଗୁଡିକର ତ୍ରୁଟିପୂର୍ଣ୍ଣ ଶାସନ ପଦ୍ଧତି, ଏକଚାଟିଆ ବାଣିଜ୍ୟ ନୀତି, ଷ୍ଟାମ୍ପ ଆଇନ ପ୍ରଣୟନ, କର ଧାର୍ଯ୍ୟ ଏବଂ ବୋଷ୍ଟନ ଚା ସଂଘର୍ଷ। ତେବେ ଏଇ ପାଠଟାକୁ ପିଲାମାନେ ତମେ ବୁଝିନେଲ। ଚାଲ ଯିବା ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଦେଖ ପ୍ରଶ୍ନାବଳୀ। ଆମେରିକାର ସ୍ୱାଧୀନ ସଂଗ୍ରାମର କାରଣ କଣ ଥିଲା? ଚାଲ କହ। ଆମେରିକାର ସ୍ୱାଧୀନ ସଂଗ୍ରାମର କାରଣ ଗୁଡିକ କଣ ଥିଲା? ଦେଖ ପିଲାମାନେ ତମର ନୋଟ ଖାତା ବାହାର କରି ଲେଖିନିଅ। ଆମେରିକାର ସ୍ୱାଧୀନ ସଂଗ୍ରାମର କାରଣ ଗୁଡିକ କଣ ଥିଲା? ଉପନିବେଶର ତ୍ରୁଟିପୂର୍ଣ୍ଣ ଶାସନ, ଏକଚାଟିଆ ବାଣିଜ୍ୟ ନୀତି, ଷ୍ଟାମ୍ପ ଆଇନ ପ୍ରଣୟନ, କର ଧାର୍ଯ୍ୟ ଏବଂ ବୋଷ୍ଟନ ଚା ସଂଘର୍ଷ। ନମ୍ବର 2, ବୋଷ୍ଟନ ଚା ସଂଘର୍ଷ କେତେ ଖ୍ରୀଷ୍ଟାବ୍ଦରେ ହେଇଥିଲା? ବୋଷ୍ଟନ ଚା ସଂଘର୍ଷ କେତେ ଖ୍ରୀଷ୍ଟାବ୍ଦରେ ହେଇଥିଲା? ବୋଷ୍ଟନ ଚା ସଂଘର୍ଷ 1773 ଖ୍ରୀଷ୍ଟାବ୍ଦରେ ସଂଘର୍ଷ ହେଇଥିଲା। ବୋଷ୍ଟନ ଚା ସଂଘର୍ଷ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କିଏ ଥିଲେ? ବୋଷ୍ଟନ ଚା ସଂଘର୍ଷ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କିଏ ଥିଲେ? ଲର୍ଡ କଣ? ଲର୍ଡ। ଓକେ, ଥ୍ୟାଙ୍କ ୟୁ। ବୋଷ୍ଟନ ଚା ସଂଘର୍ଷ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଥିଲେ। କେତେ ଖ୍ରୀଷ୍ଟାବ୍ଦରେ ଷ୍ଟାମ୍ପ ଆଇନର ପ୍ରଣୟନ କରାଯାଇଥିଲା? କେତେ ଖ୍ରୀଷ୍ଟାବ୍ଦରେ? 1774। କେତେ? 1765 ଖ୍ରୀଷ୍ଟାବ୍ଦରେ। 1765 ଖ୍ରୀଷ୍ଟାବ୍ଦରେ ଷ୍ଟାମ୍ପ ଆଇନର ପ୍ରଣୟନ କରାଯାଇଥିଲା। କ ସ୍ତମ୍ଭ ସହ ଖ ସ୍ତମ୍ଭର ମିଳନ କର। ଦେଖ କ ସ୍ତମ୍ଭ ଇଆଡେ ଦିଆଯାଇଛି, କ ସ୍ତମ୍ଭ ସିଆଡେ ଦିଆଯାଇଛି। ହେଲେ ଆମେ କ ସ୍ତମ୍ଭରେ ଦେଖିବା 1620, 1773, 1765, 1764। ତାପରେ ସିଆଡେ ରହିଛି ବୋଷ୍ଟନ ଚା ସଂଘର୍ଷ, ଷ୍ଟାମ୍ପ ଆଇନ ପ୍ରଣୟନ, 13 ଗୋଟି ଉପନିବେଶ, ରାଜା ପ୍ରଥମ ଜେମ୍ସ। 1 ନମ୍ବର 1620 କଣ ହେବ? 1620 ରାଜା ପ୍ରଥମ ଜେମ୍ସ ଆସିଥିଲେ। ତାପରେ 1773 କଣ ହେଇଥିଲା? ବୋଷ୍ଟନ ଚା ସଂଘର୍ଷ। ତାପରେ 1765 ମସିହାରେ କଣ ହେଇଥିଲା? ଷ୍ଟାମ୍ପ ଆଇନ ପ୍ରଣୟନ। ଷ୍ଟାମ୍ପ ଆଇନ ପ୍ରଣୟନ। ତାପରେ 1764ରେ
13 ଗୋଟି ଉପନିବେଶ। 13 ଗୋଟି 13 ଗୋଟି ଉପନିବେଶ। ଓକେ, ଥ୍ୟାଙ୍କ ୟୁ। ସମସ୍ତେ ଶାନ୍ତି ଶୃଙ୍ଖଳା ଶୁଣିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଗୃହ କାର୍ଯ୍ୟ ପିଲାମାନେ ଲେଖିନିଅ। ଷ୍ଟାମ୍ପ ଆଇନ କହିଲେ କଣ ବୁଝ? ଏହି ଆଇନକୁ ଉପନିବେଶ ବାସୀ ବିରୋଧ କରିବାକୁ ଏହା ବିକଳ୍ପ ବ୍ୟବସ୍ଥା କଣ ଥିଲା? এইটা ତମର ଗୃହ କାର୍ଯ୍ୟ। ଠିକ ଅଛି? ଓକେ।